ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟିଏ ନିଶ୍ଚିତ କରିଦେବେ। ପ୍ରଥମ କରି ଆମ ଚ୍ୟାନେଲରେ ସବସ୍କ୍ରାଇବ୍ କରିବାକୁ। ପ୍ରଶ୍ନ ଉତ୍ତର ଦେଖ ଦୁଇଟା ଅଛି। ଏକ ନମ୍ବର କ'ଣ ଅଛି, ପୋଖରୀ କିମ୍ବା ଗାଡ଼ିଆରେ ରହୁଥିବା ଜୀବମାନଙ୍କର ଏକ ତାଲିକା ପ୍ରସ୍ତୁତ କରି କେଉଁମାନେ ଉଦ୍ଭିଦ ଓ ପ୍ରାଣୀ ଚିହ୍ନଟ କରି ସାରଣୀ କର କହିଛି। ତାହେଲେ ସାରଣୀରେ ଆମେ କ'ଣ କରିବା ନା ଲେଖିଦେଇ ଚିହ୍ନଟ କରିଦେବା। ତାପରେ ସେମିତି 2 ନମ୍ବର ଦେହ କ'ଣ ଅଛି, ତୁମେ ଜାଣିଥିବା ଭିନ୍ନ ଭିନ୍ନ ଜୀବମାନଙ୍କର ଏକ ତାଲିକା କର, ସେଗୁଡ଼ିକୁ ନିମ୍ନ ଅନୁସାରେ ସାରଣୀରେ ସଜାଇ ଲେଖ। ଦେଖ ଯେମିତି ଜଣେ ହେଇଛି ସେମିତି ତୁମେମାନେ ଦେଖି ଦେଖି ସଜାଇ ନେବ। ବର୍ତ୍ତମାନ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରିବା। 1 ନମ୍ବର ଦେହ କ'ଣ ଅଛି, ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। କ ନମ୍ବର, ପରିସ୍ଥାନ କାହାକୁ କୁହାଯାଏ? କାହାକୁ କୁହାଯାଏ ନା ଉଦ୍ଭିଦ ଓ ପ୍ରାଣୀମାନଙ୍କ ବାସସ୍ଥାନ ଓ ତାର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ। ପରିସ୍ଥାନ ପରିବେଶର ଏକ ଅଂଶ ଅଟେ। କ ନମ୍ବର ଦେହ କ'ଣ ଅଛି, ଉଦ୍ଭିଦର ଉପଯୋଜନ କାହିଁକି ଆବଶ୍ୟକ? ଉଦ୍ଭିଦମାନେ ସମସ୍ତ ପ୍ରାଣୀମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଯୋଗାଇଥାନ୍ତି। ଉଦ୍ଭିଦ ଉପଯୋଜନ କରି ନ ପାରିଲେ ଲୋପ ପାଇଯିବେ, ତେଣୁ ସେମାନଙ୍କର ଉପଯୋଜନ ଆବଶ୍ୟକ। ଗ ନମ୍ବର, 3ଟି ଅଜୈବିକ କାରକର ନାମ ଲେଖ। କ'ଣ କ'ଣ, ଜଳ, ବାୟୁ ଓ ଆଲୋକ 3ଟି ଅଜୈବିକ କାରକ। 2 ନମ୍ବର ଦେହ କାରଣ ଲେଖ। କ ନମ୍ବର, ମାଛକୁ ପାଣିରୁ କାଢ଼ି ଆଣିଲେ ସେ ମରିଯାଏ। କାରଣ ନା ମାଛର ଶରୀରର ଗଠନ ତାକୁ ଜଳରେ ବଞ୍ଚିବା ପାଇଁ ସହାୟକ ହୋଇଥାଏ। ମାଛକୁ ପାଣିରୁ କାଢ଼ିଦେଲେ ସେ ଉପଯୋଜନ କରି ନ ପାରି ମରିଯାଏ। ଖ ନମ୍ବର, ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ, କାରଣ ମରୁଭୂମିରେ ଚାରିଆଡ଼େ ବାଲି, ଜଳ କମ୍ ଓ ଅତ୍ୟଧିକ ଉତ୍ତାପରେ ସେଠାକାର ପ୍ରାଣୀମାନେ ଉପଯୋଜନ କରି ଅଛନ୍ତି। ଘୋଡ଼ା ମରୁଭୂମିର ପ୍ରାଣୀ ହୋଇନଥିବାରୁ ସେ ସେଠାରେ ରହିବା ସମ୍ଭବ ନୁହେଁ। ଗ ନମ୍ବର, କଲରା ଗଛ ସିଧା ଛିଡ଼ା ହୋଇ ରହିପାରେ ନାହିଁ, କାରଣ କଲରା ଏକ ଲତା ଜାତୀୟ ଦୁର୍ବଳ ଉଦ୍ଭିଦ ଓ ଏହାର କାଣ୍ଡ ସରୁ ଓ ନରମ। ତେଣୁ କଲରା ଗଛ ସିଧା ଛିଡ଼ା ହୋଇପାରେ ନାହିଁ, ସେମାନେ ଅନ୍ୟର ସହାୟତାରେ ବଢ଼ନ୍ତି। ଦେଖିବ ନା ଗଛରେ ରାଞ୍ଜା ଦେଲେ ସେ ବଢ଼ିଥାଏ, ନହେଲେ ଛିଡ଼ା ହୁଏନି, କାହିଁକିନା ତାର କାଣ୍ଡ ଦୁର୍ବଳ ଆଉ ଲତା ଜାତୀୟ। 3 ନମ୍ବର ଦେହ, କେଉଁଠି ଠିକ୍ ଚିହ୍ନ ଦ୍ୱାରା ଦର୍ଶାଅ। କ ନମ୍ବର, କାକୁଡ଼ି ଲତାର ଆକର୍ଷି ଏହାକୁ ମାଡ଼ିବାରେ ସାହାଯ୍ୟ କରେ। ଏ ଉକ୍ତିଟି ଠିକ୍ ଅଛି, ଆମେ ରାଇଟ୍ ଚିହ୍ନ ଦେବା। ଖ ନମ୍ବର, ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ। ଏ ଉକ୍ତିଟି ମଧ୍ୟ ଠିକ୍ ଅଛି, ଆମେ ରାଇଟ୍ ଚିହ୍ନ ଦେବା। ଗ ନମ୍ବର, ଖଜୁରୀ ଏକ ମରୁଜ ଉଦ୍ଭିଦ। ଇଏ ମଧ୍ୟ ଠିକ୍ ଅଛି, ଆମେ ରାଇଟ୍ ଚିହ୍ନ ଦେବା।